ପିଲାମାନେ ଅନେକ ଦିନ ତଳର କଥା। ବ୍ରିଟେନରେ ଜଣେ ରାଜା ଥିଲେ, କିଙ୍ଗ। ତାଙ୍କ ନାଁ ହେଉଛି ଲିଆର। ତାଙ୍କୁ ଆମେ କହିଥାଉ କିଙ୍ଗ ଲିଆର। କିଙ୍ଗ ଲିଆରଙ୍କର 3ଟି ଝିଅ। ବଡ଼ ଝିଅ ଗନେରିଲ, ମଝିଆ ରିଗାନ ଆଉ ସାନ ଝିଅ କଡ଼େଲିଆ। ବଡ଼ ଝିଅ 2 ଜଣ ବିବାହିତ, ସାନ କଡ଼େଲିଆ ଅବିବାହିତ। ଏବଂ 3 ଜଣଙ୍କ ମଧ୍ୟରୁ ସାନ ଝିଅ କଡ଼େଲିଆ ବହୁତ ସୁନ୍ଦର। ଦିନେ କିଙ୍ଗ ଲିଆର ଘୋଷଣା କଲେ ଯେ ତାଙ୍କର ସମ୍ପତ୍ତି 3 ଝିଅଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟି ଦେବେ। ତାହେଲେ କେମିତି ବଣ୍ଟା ହେବ? ସମାନ ଭାବରେ ବଣ୍ଟା ହେବ। ଆଉ ଯେଉଁ ଝିଅ ତାଙ୍କ ବାପାକୁ ବା କିଙ୍ଗ ଲିଆରକୁ ଅଧିକ ଭଲ ପାଉଥିବ, ସେ ତାକୁ ହିଁ ସେହି ଅନୁପାତରେ ତାଙ୍କର ରାଜ୍ୟ ବା ସମ୍ପତ୍ତି ତାକୁ ଦେବେ। ବଡ଼ ଝିଅ 2 ଜଣକ ବହୁତ ଚାଲାକ। ତେଣୁ ସେମାନେ କହିଲେ ଯେ ସେ ଦୁହେଁ ତାଙ୍କ ପିତାଙ୍କୁ ଏତେ ଭଲ ପାଆନ୍ତି ଯେ ଯାହାକୁ ଭାଷାରେ ପ୍ରକାଶ କରିହେବ ନାହିଁ। କିନ୍ତୁ ସାନ ଝିଅ କଡ଼େଲିଆ କହିଲା ଯେ ଗୋଟେ ବାପକୁ ଗୋଟେ ଝିଅ ଯେମିତି ଭଲ ପାଇବା କଥା, ସେ ତାଙ୍କୁ ସେମିତି ହିଁ ଭଲ ପାଏ। ଏ କଥା ଶୁଣିକି କିଙ୍ଗ ଲିଆରଙ୍କର ରାଗ ହେଲା। କହିଲା, ଏଟା ମୋତେ ଜମା ଭଲ ପାଏନି। ବଡ଼ 2 ଜଣ ବହୁତ ଭଲ ପାଆନ୍ତି। ତେଣୁ ସାନ ଝିଅ ଉପରେ ରାଗିକି ବଡ଼ 2 ଜଣଙ୍କ ଭିତରେ ଜମିବାଡ଼ି ରାଜ୍ୟ ବାଣ୍ଟି ଦେଲେ। ତା ଛଡ଼ା ଗୋଟେ ସର୍ତ୍ତ ହେଲା ଯେ ରାଜା ଏଇ 2 ଝିଅଙ୍କ ପାଖରେ ପାଳି କରି ମାସେ ମାସେ ତାଙ୍କ ପାଖରେ ରହିବେ ଏବଂ ତାଙ୍କ ସହିତ ତାଙ୍କର 100 ଜଣ ସେବାକାରୀ ମଧ୍ୟ ତାଙ୍କ ସହିତ ଯିବେ ଏବଂ ସେ ଝିଅମାନେ ସମସ୍ତଙ୍କ ଦାୟିତ୍ୱ ନେବେ, ଖାଇବା ପିଇବା ରହିବାକୁ ଦେବେ। ପ୍ରଥମ ଝିଅ ପାଖରେ ସେଇ ନିୟମ ହିସାବରେ ବଡ଼ ଝିଅ ଗନେରିଲ ପାଖରେ ମାସେ କଟାଇଲେ, ହେଲେ ସେ ଭଲ ଚର୍ଚ୍ଚା କଲା ନାହିଁ, ଦୂର ମାର କଲା। ତାପରେ ରାଜା ମଝିଆ ଝିଅ ପାଖକୁ ଗଲେ, 2 ନମ୍ବର ଝିଅ ରିଗାନ ପାଖକୁ ଗଲେ। ସେ ମଧ୍ୟ ସିଧାସଳଖ ଜଣାଇଦେଲା ଯେ ବାପା, ତମେ ଯଦି ଏକା ଆସିବ ଆସ, ଏତେ ବଡ଼ ଦଳ ମୁଁ ସମ୍ଭାଳି ପାରିବି ନାହିଁ, ଖାଇବାକୁ ଦେଇପାରିବି ନାହିଁ। ତେଣୁ ଏ କଥା ଶୁଣିକି ରାଜା ରାଗିଗଲେ, ତା ଦୁଆର ବନ୍ଧ ମଧ୍ୟ ମାଡ଼ିଲେ ନାହିଁ। ଏବଂ ସେଇଦିନ ପ୍ରବଳ ଝଡ଼ ହେଲା, ତୋଫାନ ହେଲା। ରାଜା ତାଙ୍କର ସହଚରମାନଙ୍କ ସହିତ ଗୋଟେ ଅଲଗା ଜାଗାରେ ପାହାଡ଼ କଡ଼ରେ ଯାଇକି ଆଶ୍ରୟ ନେଲେ। ଏହା ଭିତରେ କ'ଣ ହେଇଛି ନା, କଡ଼େଲିଆ ସାନ ଝିଅ ଯେ କି ଅବିବାହିତ ଥିଲା, ସେ ବିବାହ କରିନେଇଛି। କାହାକୁ ସେ ବିବାହ କରିନେଇଛି ନା, ଫ୍ରାନ୍ସର ରାଜାଙ୍କୁ ଏହା ଭିତରେ ବିବାହ କରିନେଇଥାଏ। ତେଣୁ ଏ ଖବର ଶୁଣିକି ସେ ବହୁତ ମର୍ମାହତ ହେଲା ଏବଂ ସିଏ ନିଜେ କଡ଼େଲିଆ ଏବଂ ତା'ର ସ୍ୱାମୀ ଯିଏ ଫ୍ରାନ୍ସର ରାଜା ଯାହାକୁ ସେ ବିବାହ କରିଥିଲା, ଦୁହେଁ ସୈନ୍ୟବାହିନୀ ନେଇକି ଆସିଲେ। ଆସିକି ଆଙ୍କ ସହିତ ମିଶିକି ଯୁଦ୍ଧ କଲେ, କାହିଁକି ତୁ ବାପାଙ୍କୁ ହଇରାଣ କଲୁ। ଏବଂ ଶେଷରେ ହାରିଗଲେ, ନିଜେ ବନ୍ଦୀ ହୋଇ ସେଠାରେ ପ୍ରାଣ ହରାଇଲେ। ଏବଂ ଏ ଭିତରେ ବଡ଼ ଭଉଣୀ ଯିଏ ଥିଲା ଗନେରିଲ, ସେ ମଧ୍ୟ ଇର୍ଷାରେ ତା ମଝିଆ ଭଉଣୀକୁ ବିଷ ଦେଇକି ମାରି ପକାଇଛି ଏବଂ ସେ ନିଜେ ମଧ୍ୟ ମରିଛି, ଆଉ କିଙ୍ଗ ଲିଆର ମଧ୍ୟ ମରିଛି। ତେଣୁ ଦେଖ ପିଲାମାନେ, କେଉଁ ହିସାବରେ ଏ ଷ୍ଟୋରିଟା ଏଣ୍ଡ ହେଇଛି। ସେଇଥିପାଇଁ ଆକୁ କୁହାହେଉଛି କିଙ୍ଗ ଲିଆର, ଗୋଟେ ସେକ୍ସପିୟରଙ୍କର ବହୁତ ସୁନ୍ଦର ଟ୍ରାଜେଡ଼ି। ଆଜି ପାଇଁ ଏତିକି। ପୁଣି ଦେଖା ହେବ ନେକ୍ସଟ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।